କାହାଣୀ ଯେପରି ନିଷ୍ଠା ସେପରି ଆହାର। ଜଣେ ପ୍ରସିଦ୍ଧ ସନ୍ଥ ଥିଲେ। ତାଙ୍କ ନାଁ ସନ୍ଥ ବଲ୍ଲଭାଚାର୍ଯ୍ୟ। ଥରେ ଜଣେ ପ୍ରସିଦ୍ଧ ଧନାଢ଼୍ୟ ସେଠ ତାଙ୍କୁ ଭେଟିବାକୁ ଆସିଲେ। କହିଲେ, ମହାରାଜ, ମୁଁ 1000 ସ୍ୱର୍ଣ୍ଣମୁଦ୍ରା ଦାନ ଦେବାକୁ ଚାହୁଁଛି, କିନ୍ତୁ ଏହି ଧନ ଉଚିତ ବ୍ୟକ୍ତି ପାଖକୁ ଯିବ, ଏହା ମୋର ଇଚ୍ଛା। ସ୍ୱାମୀ ବଲ୍ଲଭାଚାର୍ଯ୍ୟ କହିଲେ, ସେଠଜୀ, ଏହି ଧନ ଆପଣ ସୁଧର୍ମରେ ଅର୍ଜନ କରିଛନ୍ତି ନା ଦୁଷ୍କର୍ମ ପଥରେ ଅର୍ଜନ କରିଛନ୍ତି? ଏକଥା ଶୁଣି ସେଠଜୀ କହିଲେ, ସ୍ୱାମୀଜୀ, ଆପଣ କ୍ଷମା କରନ୍ତୁ, ଏହି ଧନ ଅନୀତିର ଧନ ଅଟେ, କଳାବଜାରୀର ଧନ। ସ୍ୱାମୀଜୀ କହିଲେ, ସେଠଜୀ, ତାହେଲେ ଏହି ଧନ ନିଜ ପ୍ରବୃତ୍ତି ଅନୁସାରେ ବ୍ୟକ୍ତିକୁ ଖୋଜି ନେବ। ସେଠ କହିଲେ, ଏହା କେମିତି ହେବ? ସ୍ୱାମୀଜୀ କହିଲେ, ଯାହାର ପ୍ରବୃତ୍ତି ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ଯେପରି ହୋଇଥାଏ, ସେହି ବ୍ୟକ୍ତି ନିଜର ପ୍ରବୃତ୍ତି ଅନୁରୂପ, ନିଜର ଶ୍ରଦ୍ଧା ଅନୁରୂପ ଧନ ପ୍ରତି ଆକର୍ଷିତ ହୋଇଥାଏ। ପୁଣି ସେହି ପ୍ରବୃତ୍ତି ଅନୁରୂପ ସେ ଆହାର ବିହାର ବା ବିଚରଣ ଆଚରଣ କରିଥାଏ। ସ୍ୱାମୀଜୀଙ୍କର କଥା ଶୁଣି ସେଠଙ୍କୁ ବିଶ୍ୱାସ ହେଲା ନାହିଁ। ସ୍ୱାମୀଜୀ ତାଙ୍କର ଅସମଞ୍ଜସ୍ୟକୁ ବୁଝିଗଲେ ଏବଂ କହିଲେ, ଏମିତି କରନ୍ତୁ ସେଠଜୀ, ଆପଣଙ୍କୁ ଯେଉଁ ବ୍ୟକ୍ତି ଠିକ୍ ଲାଗିବ ତାକୁ ଯାଇ ସେହି ଧନ ଦେଇଦିଅନ୍ତୁ। କାଲି ତାଙ୍କୁ ଯାଇ ପଚାରିବେ ସେହି ଧନ ନେଇକି ସେ କ'ଣ କଲା। ପ୍ରଥମେ ପରୀକ୍ଷା ସ୍ୱରୂପ 10ଟି ସ୍ୱର୍ଣ୍ଣମୁଦ୍ରା ଦେଇଦିଅନ୍ତୁ। ସେଠ ସେଇ କଥା ବୁଝିଗଲେ ଏବଂ 10ଟି ସ୍ୱର୍ଣ୍ଣମୁଦ୍ରା ନେଇ ନଗର ଭ୍ରମଣରେ ଗଲେ। ବହୁ ସମୟ ପରେ ଖୋଜିଲା ପରେ ଜଣେ ଅନ୍ଧ ବ୍ୟକ୍ତି ମିଳିଲା। ସେଠ ଭାବିଲେ, ଏହି ଅନ୍ଧ ଧନକୁ ଖରାପ କାମରେ ଲଗାଇବ ନାହିଁ, ଏହା ଭାବି ସେ ତାକୁ ମୁଦ୍ରାତକ ଦେଇଦେଲେ ଏବଂ ଆସି ସ୍ୱାମୀଜୀଙ୍କୁ କହିଲେ, ସେଠଜୀ। ସ୍ୱାମୀଜୀ କହିଲେ, ସେଠଜୀ, କାଲି ଯାଇ ଆପଣ ସେହି ବ୍ୟକ୍ତିଙ୍କୁ ପଚାରିବେ ସେ ଆପଣଙ୍କ ଧନକୁ ନେଇ କ'ଣ କଲା। ପରଦିନ ଯେବେ ସେଠ ସେହି ବ୍ୟକ୍ତିଙ୍କୁ ଭେଟିବା ପାଇଁ ଗଲେ, ସେହି ଅନ୍ଧ ବ୍ୟକ୍ତିଟି ନିଶାସକ୍ତ ଅବସ୍ଥାରେ ଥିବାର ବିଶ୍ୱାସ କରିପାରିଲେ ନାହିଁ। ତାପରେ ସେଠ ଜାଣିପାରିଲେ ଯେ ଯେଉଁ ବ୍ୟକ୍ତିକୁ ସେ ଦିନକ ପୂର୍ବରୁ ଧନ ଦେଇଥିଲେ ତାହାକୁ ସେ ମାଂସାହାର, ମଦ୍ୟପାନ ଭଳି ତାମସିକ ଜିନିଷରେ ବରବାଦ କରିଦେଇଥିଲା। ସେଠଜୀ ପୁଣି ଫେରିଆସି ସ୍ୱାମୀଜୀଙ୍କୁ ସମସ୍ତ ଘଟଣାକ୍ରମ ଶୁଣାଇଲେ। ସ୍ୱାମୀଜୀ କହିଲେ, ସେଥିପାଇଁ ମୁଁ କହୁଥିଲି, ଯେପରି ନିଷ୍ଠା ସେପରି ଆହାର। ଧନ୍ୟବାଦ।